ଅରୁଆ ଡାଲମା ସାଙ୍ଗକୁ ଟମାଟୋ ଖଟା ତା ସହିତ ଯଦି ଆମେ ଗୋଟେ ସିକ୍ରେଟ ମସଲା ଦେଇକି ତାକୁ ବନେଇବା ତାହେଲେ ତାର ସ୍ୱାଦଟା ଆହୁରି 2 ଗୁଣା ବଢିଯିବ। ଜୟ ଜଗନ୍ନାଥ ସାଙ୍ଗମାନେ, ରୋଜି ଛୋଡ଼ା କିଚେନକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଟମାଟୋ ଖଟା ବନେଇବା ପାଇଁ ପ୍ରଥମେ ଏଠି ମୁଁ ନେଇଛି 500 ଗ୍ରାମ ଟମାଟୋ। ଦେଶୀ ଟମାଟୋ ନେଇଛି, ଆପଣ ଚାହିଁଲେ ହାଇବ୍ରିଡ୍ ଟମାଟୋ ମଧ୍ୟ ନେଇପାରିବେ। ଟମାଟୋକୁ ଭଲସେ ଧୋଇ ନେବା। ଧୋଇ ସାରିଲା ପରେ ଟମାଟୋକୁ କ'ଣ କରିବା ନା, ଏଠି ମୁଁ ଲମ୍ବା ଲମ୍ବା ପିସ୍ରେ ପତଳା ପତଳା ସାଇଜ୍ର କାଟି ନେଉଛି। ଯେଉଁଥିରେ କି ପତଳା ପତଳା ସାଇଜ୍ର କାଟିଲେ ଟମାଟୋଟା ସିଝିବା ପାଇଁ ବେଶୀ ଟାଇମ୍ ନେବନି, କମ୍ ସମୟରେ ସିଝିଯିବ। ଆଉ ଟମାଟୋକୁ ଯଦି ଆପଣ ଚାହିଁବେ ମାନେ ଗୁଣ୍ଡ ଗୁଣ୍ଡ ମଧ୍ୟ କରିପାରିବେ, କିନ୍ତୁ ବେଶୀ ଗୁଣ୍ଡ କରିବେନି। ବେଶୀ ଗୁଣ୍ଡ କଲେ କ'ଣ ହେବ ନା, ଟମାଟୋଟା ପୁରା ସିଝିଯିବ ଆଉ ଖାଇବା ପାଇଁ ଜମା ବି ଭଲ ଲାଗିବନି। ଏବେ ଦେଖନ୍ତୁ ଟମାଟୋକୁ କାଟି ସାରିଲା ପରେ ଏଠି ମୁଁ ନେଇଛି 1 ଇଞ୍ଚ ଅଦା। ଅଦାକୁ ମୁଁ ଭଲସେ ଚୋପା ଛଡ଼େଇ ନେଉଛି। ଚୋପା ଛଡ଼େଇକି ଆକୁ କ'ଣ କରିବା ନା, ଚପ୍ କରିନେବା, ମାନେ ପୁରା ଛୋଟ ଛୋଟ ଗୁଣ୍ଡ ଗୁଣ୍ଡ ଟାଇପ୍ର ମୁଁ କାଟି ନେଉଛି। ଆପଣ ଚାହିଁଲେ ଆକୁ ଗ୍ରେଟ୍ ମଧ୍ୟ କରିପାରିବେ। ତା ସହିତ ଏଠି ମୁଁ ନେଇଛି 3ଟି କଞ୍ଚା ଲଙ୍କା। ଲଙ୍କାକୁ ମଧ୍ୟ ମୁଁ ଚପ୍ କରି ନେଉଛି। ଆପଣ ଚାହିଁଲେ ଆ ଜାଗାରେ ଶୁଖିଲା ଲଙ୍କା ମଧ୍ୟ ନେଇପାରିବେ, କିନ୍ତୁ ଶୁଖିଲା ଲଙ୍କା ଅପେକ୍ଷା କଞ୍ଚା ଲଙ୍କା ନେଲେ ତା'ର ଟେଷ୍ଟ ବହୁତ ଭଲ ଆସିବା ସହିତ ଦେହ ପାଇଁ ବି ମଧ୍ୟ ବହୁତ ଭଲ। ଏବେ ଦେଖନ୍ତୁ, ଆଗରୁ ମୁଁ ଏଠି ଗୋଟେ କରେଇକି ବସେଇଥିଲି, ସେ ଭଲସେ ତାତିକି ଅଛି। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିକି 2 ରୁ 3 ଚାମଚ ତେଲ ଏଥିରେ ଆମେ ଆଡ଼୍ କରିବା। ଆପଣ ଚାହିଁଲେ ଘିଅ ମଧ୍ୟ ନେଇପାରିବେ। ତା ସହିତ ଏଠି ଆମେ ନେବା 1/2 ଚାମଚ ପଞ୍ଚ ଫୁଟଣ। ଫୁଟଣଟା ଆମର ବଢ଼ିଆ ସେ ଫୁଟିଗଲା ପରେ ଏଠି ଦେବା ଗୋଟେ ଶୁଖିଲା ଲଙ୍କା। ତା ସହିତ ଯେଉଁ ଆମେ କାଟିକି ରଖିଛେ ଅଦା, କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ରକୁ ପକାଇକି ଅଦାକୁ ଆମର ଲାଇଟ୍ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ତାକୁ ଆମେ ଭାଜିବା। ଆଉ ଦେଖନ୍ତୁ, ଅଦାର କଲର୍ଟା ଲାଇଟ୍ ଗୋଲ୍ଡେନ୍ କଲର୍ ଯେତେବେଳେ ହେଇଯିବ, ସେହି ସମୟରେ କାଟିକି ରଖିଥିବା ଟମାଟୋକୁ ଆମେ ଆଡ଼୍ କରିବା। ଟମାଟୋକୁ ଆଡ଼୍ କରିକି ଯେତେବେଳେ ଆପଣ ଟମାଟୋକୁ ଆଡ଼୍ କରୁଛନ୍ତି, ସେହି ସମୟରେ ଗ୍ୟାସ୍ର ଫ୍ଲେମ୍କୁ ପୁରା ମିଡ଼ିୟମ୍ରେ, ହାଇ ମିଡ଼ିୟମ୍ରେ ରଖିବେ। ହାଇ ମିଡ଼ିୟମ୍ରେ ରଖିକି ଏଥିରେ ନେବା ଆମେ 1/2 ଚାମଚ ହଳଦୀ ପାଉଡ଼ର। ସ୍ୱାଦ ଅନୁସାରେ ଲୁଣ ବା ଏଠି ମୁଁ ନେଇଛି 1 ଛୋଟ ଚାମଚ ଲୁଣ ନେଇଛି। ଆକୁ ପକାଇକି ଆକୁ ଆମେ ଭଲସେ ଗୋଳେଇ ନେବା। ଏବେ ଆମେ ଏଥିରେ ନେବା 2ଟି ତେଜପତ୍ର। ତେଜପତ୍ରକୁ ପକାଇକି ତାକୁ ଆମେ ଘୋଡ଼େଇ ନେବା ମିନିମମ୍ 2 ରୁ 3 ମିନିଟ୍, ଯେମିତିକି ଟମାଟୋଟା ଆମର 90% ସିଝିଯିବ। ଦେଖନ୍ତୁ, 2 ରୁ 3 ମିନିଟ୍ ପରେ ମୁଁ କଭର୍ ଖୋଲୁଛି। ଟମାଟୋଟା ଏଇ ଟାଇପ୍ର ରହିବା ଦରକାର, ମାନେ 90% ସିଝିବା ଦରକାର, ବେଶୀ ସିଝିବନି। ଦେଖନ୍ତୁ, ଦାନା ଦାନା ଟାଇପ୍ର ଅଛି। ଏବେ କ'ଣ କରିବା ନା, ଏଥିରେ ନେବା ଚିନି। ଏଠି ମୁଁ ଚିନି ନେଇଛି 150 ଗ୍ରାମ। 500 ଗ୍ରାମ ଟମାଟୋ ପାଇଁ ଚିନି ମୁଁ 150 ଗ୍ରାମ ନେଇଛି। ଆପଣ ଚାହିଁଲେ ଆ ଜାଗାରେ ଗୁଡ଼ ମଧ୍ୟ ନେଇପାରିବେ। ଆଉ ଚିନିର କ୍ୱାଣ୍ଟିଟି କମ୍ କିମ୍ବା ବେଶୀ ମଧ୍ୟ କରିପାରିବେ। ଚିନିକି ପକାଇକି ଆକୁ ଆମେ ଭଲସେ ଗୋଳେଇ ନେବା। ଏବେ ଆମେ ଏଥିରେ ନେବା କିଛି ଡ୍ରାଏ ଫ୍ରୁଟ୍ସ। ଏଇଟା ଅପସନାଲ୍ ଅଛି, ଆପଣ ଚାହିଁଲେ ପକାଇ ପାରିବେ, ନଚେତ ତାକୁ ସ୍କିପ୍ ମଧ୍ୟ କରିପାରିବେ। ଆ ଜାଗାରେ ଆପଣ ଖଜୁରୀ ମଧ୍ୟ ପକାଇ ପାରିବେ। ଏବେ ଆମେ ଏଥିରେ ନେବା 1 ଚାମଚ କସ୍ତୁରୀ ମେଥି। କସ୍ତୁରୀ ମେଥି ଦେଲେ ତା ଟେଷ୍ଟ ବହୁତ ବଢ଼ିଆ ଆସିଥାଏ ଖଟାର। ନିଶ୍ଚିନ୍ତ ଭାବରେ ଦେବେ, ଜମା ବି ସ୍କିପ୍ କରିବେନି। ଯଦି ପାଖରେ ନାହିଁ ତାହେଲେ ଚଳିବ, କିନ୍ତୁ ଯଦି ପାଖରେ ଅଛି ତାହେଲେ ନିଶ୍ଚିନ୍ତ ଭାବରେ ଆଡ଼୍ କରନ୍ତୁ। ଏବେ ଆକୁ ଭଲସେ ଗୋଳେଇ ନେବା। ଗୋଳେଇକି ଆକୁ ଆମେ 2 ରୁ 3 ସେକେଣ୍ଡ କ'ଣ କରିବା ନା, ଆକୁ ଆମେ ସିଝିବାକୁ ଦେବା। ଚିନିଟା ଟମାଟୋ ସହିତ ମେଲ୍ଟ ହେବା ଭିତରେ ଆମେ କ'ଣ କରିବା ନା, କିଛି ମସଲା ପ୍ରସ୍ତୁତ କରିବା। ମସଲା ପ୍ରସ୍ତୁତ କରିବା ପାଇଁ ଏଠି ମୁଁ ନେଇଛି 10 ରୁ 15ଟି ମେଥି। ମେଥିର ଭାଗଟା ପୁରା କମ୍ ଦେବେ, ଅଧିକ ଦେବେନି, ନହେଲେ ମାନେ ପୁରା ପିତା କରିଦେବ ଖଟାକୁ। 1/2 ଚାମଚ ସੌଂଫ ବା ପାନମହୁରି, 1 ଚାମଚ ଜିରା, 1 ଶୁଖିଲା ଲଙ୍କା ମୁଁ ଏଠି ନେଇକି ଆକୁ ଆମେ ହାଲକା ଟିକେ ଭାଜିବା। ବେଶୀ ଭାଜିବେନି, ବେଶୀ ଭାଜିଲେ ତା ଟେଷ୍ଟ ବହୁତ ଖରାପ ହେଇଯିବ। ଦେଖନ୍ତୁ, ଆର କଲର୍ଟା ଟିକେ ହାଲକା ଚେଞ୍ଜ ହେଇଯାଇଛି। ଏହି ସମୟରେ କ'ଣ କରିବା ନା, ଆକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବା, ଆକୁ ଥଣ୍ଡା ହେବାକୁ ଦେବା। ଏପଟେ ଦେଖନ୍ତୁ, ଆମର ଚିନି ଟମାଟୋଟା ଆମର ବଢ଼ିଆ ସେ ମିଶିଗଲାଣି। ତା'ର କଲର୍ଟା ମଧ୍ୟ ଦେଖନ୍ତୁ ଚେଞ୍ଜ ହେଇଯାଇଛି, ପୁରା ରେଡ୍ କଲର୍ ଟାଇପ୍ର ଆସିଛି। ଏହି ସମୟରେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବେ। ଏଠି ଯେଉଁ ଗୋଟା ମସଲାକୁ ଆମେ ଥଣ୍ଡା କରିବାକୁ ଛାଡ଼ିଥିଲେ, ଏବେ ଆକୁ ଆମେ କ'ଣ କରିବା ନା, ଭଲସେ କୁଟି ନେବା। ମୁଁ ଏଠି ହେମଦସ୍ତାରେ କୁଟୁଛି। ଆପଣ ଯଦି ଚାହିଁବେ ଗ୍ରାଇଣ୍ଡରରେ ମଧ୍ୟ ଗ୍ରାଇଣ୍ଡିଙ୍ଗ କରିପାରିବେ, କିନ୍ତୁ ହେମଦସ୍ତାରେ କୁଟିଲେ ତା'ର ଗୋଟେ ବାସ୍ନା ବହୁତ ବଢ଼ିଆ ଆସିଥାଏ, ଟେଷ୍ଟ ମଧ୍ୟ ବହୁତ ଭଲ ଆସିଥାଏ। ମସଲା ତାକୁ ଆମେ ଆଡ଼୍ କରିବା। ଯଦି ଆପଣ ଗ୍ୟାସ୍ ଫ୍ଲେମ୍କୁ ଅଫ୍ କରିକି ମସଲାଟା ଦେଉଛନ୍ତି, ତାହେଲେ ତା'ର ବାସ୍ନାଟା ବହୁତ ଭଲ ରହିବା ସହିତ ଟେଷ୍ଟ ମଧ୍ୟ ବହୁତ ବଢ଼ିଆ ଆସିବ। ଆକୁ ଆମେ ଭଲସେ ଗୋଳେଇ ନେବା। ଦେଖନ୍ତୁ, ରେଡ଼ି ହେଇଗଲା ଆପଣଙ୍କର ଟମାଟୋ ଖଟା। ଏଇ ଟାଇପ୍ର ଆପଣ ଥରେ ଏଇ ମସଲା ଦେଇକି ବନାନ୍ତୁ, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ରହୁଛି, ପୁଣି ଦେଖା ନେକ୍ସଟ ଭିଡ଼ିଓରେ। ଆଶା କରୁଛି ଆପଣମାନଙ୍କୁ এই ରେସିପିଟି ନିଶ୍ଚିନ୍ତ ଭାବରେ ପସନ୍ଦ ଆସିବ। ବାଏ।